ନଈ କୂଳରେ ଗୋଟିଏ ଶିମିଳି ଗଛଟିଏ ଥାଏ। ସେହି ଗଛରେ ଗୋଟିଏ ଡାଳରେ ପେଚାଟିଏ ରହେ। ପେଚାକୁ ଦିନରେ ଦେଖାଯାଏ ନାହିଁ। ସେ ଦିନସାରା କୋରଡ଼ ଭିତରେ ରହେ। ରାତି ହେଲେ ଶିକାର କରିବାକୁ ବାହାରେ ଉଡ଼ି ବୁଲେ। ସେହି ନଈର ଆରପାଖରେ ବଡ଼ ଆମ୍ବ ଗଛଟିଏ ଥିଲା। ସେଇଠି ଗୋଟିଏ ଶୁଆ ତାର ଛୁଆଙ୍କ ସହିତ ରହୁଥିଲା। ଶୁଆ ଦିନରେ ବଣମୂଳରେ ଫଳ ଖୋଜି ବାହାରି ପଡ଼େ, ଆଉ ରାତି ହେଲେ ତା ବସାରେ ଥାଏ। ଦିନେ ଶୁଆ ତା ମା'କୁ କହିଲା, "ମା, ମୁଁ ଆଜି ତୋ ସାଥିରେ ବୁଲିଯିବି।" ଶୁଆ କହିଲା, "ନା, ଆଜି ଯିବୁ ନାହିଁ। ଆଉ କିଛି ଦିନ ଯାଉ, ତୋର ଡେଣା ଟିକେ ମଜବୁତ ହେଇଯାଉ, ସେତେବେଳେ ମୁଁ ତୋତେ ସାଥିରେ ନେଇଯିବି।" ସେଇଠୁ ଶୁଆଛୁଆ ମା'କୁ ଦେଖାଇବା ପାଇଁ ଟିକେ ଦୂରରେ ଥିବା କଇଁଥ ଗଛ ପାଖକୁ ଉଡ଼ି ଆସିଲା। ତାହା ଦେଖି ମା' ଶୁଆର ଛାତି କୁଣ୍ଢେ ମୋଟ ହୋଇଗଲା। ଭାବିଲା, ଯାହା ହେଉ, ମୋ ଛୁଆ ଏବେ ଉଡ଼ି ପାରିଲାଣି। ଏଣିକି ତାର ଆହାର ସେ ନିଜେ ଯୋଗାଡ଼ କରିପାରିବ। ମୋର ଉପରେ ବୋଝ ହୋଇ ରହିବ ନାହିଁ। ସେଦିନ ମା' ସହିତ ଶୁଆଛୁଆ ଆହାର ଖୋଜିବା ପାଇଁ ବାହାରି ପଡ଼ିଲା। ବାଟରେ ଗୋଟିଏ ବଡ଼ ଗଛଟିଏ ପଡ଼ିଲା। ବର ଫଳଗୁଡ଼ାକ ନାଲି ଟହଟହ ହୋଇ ପଡ଼ିଥାଏ। ମା ଆଉ ଛୁଆ ସେଇଠି ବସି ପେଟ ଭରି ବରଫଳ ଖାଇଲେ। ଏତିକି ବେଳେ ଶୁଆଛୁଆକୁ ଶୋଷ ହେଲା। ସେଇଠୁ ବହୁତ ଦୂରରେ ପୋଖରୀଟିଏ ଥିଲା। ତେଣୁ ଶୁଆ ତା ଛୁଆକୁ କହିଲା, "ତୁ ଏଇଠି ଥା, ମୁଁ ପାଣି ପିଇ ଆସୁଛି। ତୁ ଏତେ ବାଟ ଉଡ଼ି ପାରିବୁ ନାହିଁ।" ଶୁଆଛୁଆ କହିଲା, "ଉଡ଼ି ପାରିବି ମା, ତୋ ସାଙ୍ଗରେ ମୋତେ ନେଇଯା।" ଶୁଆଛୁଆ ମା ସାଥିରେ ଉଡ଼ି ଚାଲିଲା। ହେଲେ ପୋଖରୀ ପାଖରେ ପହଞ୍ଚିଲା ବେଳକୁ ତାର ଡେଣା ଥକି ଯାଇଥିଲା। ମା'କୁ କହିଲା, "ମା, ମୁଁ ଆଉ ଉଡ଼ି ପାରିବି ନାହିଁ।" ଶୁଆ କହିଲା, "ମୋ ଧନ, ଏଇଥିପାଇଁ ମୋ ସାଙ୍ଗରେ ଆସିବାକୁ ତତେ ମନା କରୁଥିଲି। ଏଇଠି ରହିଲେ ବିପଦ। ଚାଲ, ଟିକେ ଟିକେ ଉଡ଼ି ସନ୍ଧ୍ୟା ସୁଦ୍ଧା ବସାକୁ ଫେରିଯିବା।" ଶୁଆଛୁଆ କଷ୍ଟରେ ମା ସହିତ ବାଟରେ ରହି ରହି ଉଡ଼ୁଥାଏ। ଏମିତି ହେଉ ହେଉ ବେଳ ଗଡ଼ିଗଲା। ସଞ୍ଜ ଗଡ଼ିବା ଦେଖି ସେମାନେ ପେଚା ରହୁଥିବା ଶିମିଳି ଗଛରେ ଅଟକି ଗଲେ। ପେଚା ଆହାର ଖୋଜିବାକୁ ବସାକୁ ଫେରୁଥାଏ। ଶୁଆକୁ କହିଲା, "କି ଲୋ, ମୋ ବସା ପାଖରେ ତୁ କ'ଣ ଆସନ ଜମାଇଲୁଣି? ଆଉ ସାଥିରେ ଗୋଟେ ଛୁଆ ବି ଆଣିଛୁ? ମରଣ ହଉନି ତତେ?" ଶୁଆ ନରମ ଗଳାରେ କହିଲା, "ଭଉଣୀ, ମୋ ଛୁଆଟା ଉଡ଼ି ପାରୁନି। ରାତିରେ ଆମକୁ ଦେଖାଯାଉନି। ମୋତେ ଏତିକି ଦୟା କର। ଆଜି ରାତିକ ପାଇଁ ଆମକୁ ଏଠାରେ ରହିବାକୁ ଦିଅ।" ପେଚା ରାଗିଯାଇ କହିଲା, "ଆଲୋ ଅନ୍ଧାରକାଣୀ, ଏଇଠି କ'ଣ ତୋ ବାପା ଜାଗା ବୋଲି ଭାବିଛୁ? କୋଉଠି ପଚା ପୋକରା ଫଳଗୁଡ଼ାକ ଗିଳି ଆସି ଅସନା ଗୋଡ଼ ମେଲାଇ ବସିଛୁ? ତୋ ଛୁଆକୁ ସଞ୍ଚାଣ ନେଉ, ତତେ ସାପ ଖାଉ।" ଶୁଆକୁ ପେଚାର କଥାଟା ଭାରି ବାଧିଲା। ସେ ତା ଜୀବନରେ କେବେ କାହାରିଠାରୁ ଏମିତି ଗାଳି ଶୁଣି ନଥିଲା। ତା ଆଖିରୁ ଥପ ଥପ ହୋଇ ଲୁହ ଗଡ଼ି ପଡ଼ିଲା। ଦୁଃଖରେ ତା ଛାତି ଭିତରଟା କୋରି ହୋଇଯାଉଥାଏ। ପେଚା ଉପରେ ମନରେ ତାର ଭାରି ରାଗ ହେଲା। ହେଲେ ପେଚା ତ ଭାରି ଦୁଷ୍ଟ, କଳି ହୁଡ଼ିବି। ବନ୍ଧୁକରୁ ଗୁଳି ବାହାରିଲା ଭଳି ତା ପାଟିରୁ ଗାଳି ଛୁଟୁଛି। ସେଇଥିପାଇଁ ସେ ଚୁପ୍ ରହିଲା। ତେବେ ପେଚା ସହଜରେ କି ଛାଡ଼ିବା ପକ୍ଷୀ, ସେ ଶୁଆକୁ ଖୋମ୍ପିବା ପାଇଁ ବାହାରୁଥାଏ। ଏତିକି ବେଳେ କିଏ ଗୋଟିଏ ତା ଗୋଡ଼କୁ ଚାପି ଧରିଲା। ପେଚା ମୁହଁ ବୁଲାଇ ଦେଖିଲା, ଗୋଟିଏ ସାପଟିଏ ତା ଗୋଡ଼କୁ ଧରି ସାରିଲାଣି। ସେ ଚେଁ ଚେଁ ହୋଇ କେତେ କାନ୍ଦିଲା। ତାହା ଦେଖି ଶୁଆ ଆଉ ତା ଛୁଆ ଗୋଟିଏ ଡାଳ ଦେଖି ଘୁଞ୍ଚି ଯାଇ ବସିଲେ। ସାପ ପେଚାକୁ ଟାଣି ଗୋଟାପଣେ ଗିଳି ସାରି ଗଛରୁ ଓହ୍ଲାଇଗଲା। ରାତି ପାହିଲା। ସେତେବେଳକୁ ଶୁଆ ଛୁଆର ଡେଣାରୁ ଦରଜ ଛାଡ଼ି ଯାଇଥିଲା। ମା ଛୁଆ ଦୁହେଁ ଉଡ଼ି ସେମାନଙ୍କ ବସାରେ ପହଞ୍ଚିଲେ। ଟିକିଏ ପରେ ଶୁଆ ବସାକୁ ପାରାଟିଏ ବୁଲି ଆସିଲା। ଶୁଆ ପାରାକୁ ଗଲା ରାତିର ସବୁ ଘଟଣା ଗୋଟି ଗୋଟି କରି କହିଲା। ତାହା ଶୁଣି ପାରା କହିଲା, "ଯାହା ହୋଇଛି ଠିକ୍ ହୋଇଛି। ପେଚାଟା ଭାରି ଫାଜିଲ।
ତତେ ଗାଳି ଦେଲା, ତୁ ତାକୁ ଗାଳି ଦେଲୁନି। ତୁ ତାକୁ ଗାଳି ନ ଦେଇ କ୍ଷମା ଦେଲୁ। ଅବଶ୍ୟ ତୋ ମନରେ ରାଗକୁ ତୁ ଚାପି ରଖିଲୁ। ଏଥିରୁ ପେଚାର କ'ଣ କ୍ଷତି ହେଲା? ନିଜ ଆଖିରେ ଦେଖିଲୁ ତ। ସାପ ହାବୁଡ଼ରେ ପଡ଼ି ତାର ପ୍ରାଣ ଗଲା।